ଗୋଟେ यूट्यूब चैनल खोलना करा वीडियो खोलना ମୁଁ ଆସିଥିଲି ଏପଟକୁ ମାମୁଁ ଘରକୁ ଆଉ ପୁଣି ଯିବି ବ୍ରିଜ ଦେଇକି ଯିବି ଘରଠି। ନମସ୍କାର, ଜୟ ଜଗନ୍ନାଥ। ଆଉ ଗୋଟେ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଶୁଭ ସକାଳ ସମସ୍ତଙ୍କୁ। ଆଶା କରେ ସମସ୍ତେ ଭଲରେ ଥିବେ ଆଉ ଖୁସିରେ ଥିବେ। ବର୍ତ୍ତମାନ ମୁଁ ଆସିଛି ନଦୀକୁ ଗାଧୋଇବା ପାଇଁ। ଯେତେବେଳେ ମୁଁ ମାମୁଁ ଘରକୁ ଆସେ ସବୁବେଳେ ଏଇ ଜାଗାଟିକୁ ଫାଷ୍ଟ ଆସେ। ସୁନ୍ଦର ପାହାଡ ଅଛି, ପାହାଡ ମଝିରେ ଏମିତି ପାଣି ବୋହିକି ଆସିଛି, ସୁନ୍ଦର ଝରଣାଟେ। ଏହାର ବାସ୍ତବିକତା ସୁନ୍ଦର କହିବାକୁ ଗଲେ ବହୁତ କିଛି ଏଇ ଜାଗାରେ ମାନେ ବହୁତ କିଛି ସୁନ୍ଦର, ମତେ ବହୁତ ସୁନ୍ଦର ଲାଗେ। ଏମିତିଆ ଜାଗା ମାମୁଁ ଘର ଗାଁରେ କେବଳ ଏଇ ଗୋଟେ ଜାଗାରେ ଖାଲି ପାହାଡ ଅଛି, ଆଉ ତଳକୁ ଛୋଟ ଛୋଟ ପାହାଡ ଅଛି। ନିଅନ୍ତୁ କି ସୁନ୍ଦର ଲାଗେ ଏଇ ଜାଗାଟା। ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖିଥିଲି ନୂଆ ଜିନିଷ। ତେଣୁ ମୁଁ ଆସେ ଏକୁଟିଆ ଏଇ ଜାଗାରେ। ଏପଟେ ଦେଖିପାରୁଥିବେ ଆପଣ ମାନେ ମହୁଲ କେତେ ଗଦା ହେଇଛି। ଏଟା ମହୁଲ ଗଛ, ତଳେ ମହୁଲ କେତେ ଗଦା ହେଇଛି। ଖାଲି ବର୍ଷା ଭଳିଆ ଠୋପ ଠୋପ ହେଇକି ପଡୁଛି। ତ ଏଇ ଜାଗାଟା ଖାସ କରି କୁଗୁଡିପଡା ପଞ୍ଚାୟତରେ ଆସୁଛି। ରାତିରେ ବର୍ଷା ହେଇଥିଲା ଯେହେତୁ ଏଇ ଜାଗାରେ ପାଣି ମାତ୍ରାରେ ଆସିଛି ପାଣି। ବିଶେଷ କରି ଆଜି ମୁଁ ବାହାରିକି ପଳଉଛି ଏଇ ଜାଗାରୁ। ଦିନଟେ ପାଇଁ ଆସିଥିଲି ତ ଆଜି ବାହାରିକି ପଳେଇବା ଆମେ। ଆଉ ଖରା ତ କେମିତି ଭଳିଆ ହଉଛି, ଆଗକୁ ପୁଣି 4 ଦିନ କାଳ ବର୍ଷା ଅଛି। ତ ବର୍ଷା ଉପରୁ କାଲି ରାତିରେ ଏତେ ଜୋରେ ବର୍ଷା ହେଇଥିଲା ଯେ, ମାନେ ବର୍ଷା ତ ନୁହଁ ପବନ ବହୁତ ମାତ୍ରାରେ ହେଇଥିଲା। ତ ତେଣୁକରି ଏଇଠୁ ବାହାରିକି ପଳେଇବା ଆମେ। ଆଉ ଦେଖିବା ଦଶପଲ୍ଲା ଲଙ୍କା ଯାତ୍ରା ଅଛି। ତ ଦଶପଲ୍ଲା ଲଙ୍କା ପୋଡି 23ରେ ଅଛି। ତ ଦେଖିବା ହବ ଯଦି ଆମେ 23 ତାରିଖ ଦିନ ଏବାଟେ ଆସିକି ପୁଣି ଏବାଟେ ପୁଣି ରିଟର୍ନ କରିବା। ସୂର୍ଯ୍ୟ ବର୍ତ୍ତମାନ ଉଦୟ ହେବାକୁ ଲାଗିଲେଣି। ଏଇଟା କଣ ଖାଲି ବରା ଚପ बाइगन ହଉ ଦେଇଦିଅ। ବରା ଚପ ବାଇଗଣ ମିଶେଇକି 70 ଟଙ୍କା ଦେଇଦିଅ। बढ़िया ଗୋଟେ ଜାଗାରେ ଦେଇଦିଅ। 2-3ଟା ଯଦି ଦେଇଦେବୁ। 2-3टा ଧରି ଦେବି। ହଁ, ଡେଲି କରାହଉଛି, ଡେଲି ଅପଲୋଡ ହଉଛି। ହଉଛି ତାହେଲେ ହେଇଗଲେଣି ଆମର 1008 ଜଣ। 1008 ଜଣ ହେଇଗଲେଣି। କଣ ଏଇ ତ ଜୀବନ। ଆଉ କୁଆଡେ କଣ ହେଲାଣି ସର୍ଭିସ ହେଲାଣି ନା ଷ୍ଟେ ହେଇଗଛି ଜିନିଷ। ଏପଟେ ପାମଲିନ ଗଛ ଲାଗିଛି, ଲଙ୍କା ମୁଁ ପିଇଲି। ଆଉ ଏଇଟା ନଦୀ ସେପଟରୁ ଦେଖାଯାଉଛି। ଏଇ ମନ୍ଦିରଟା ଦେଖାଯାଉଛି ନଦୀ ସେପଟରୁ। ଆଉ ଏପଟେ ରହିଲାଣି ଆମ ବିଲ। ଖାଲି ନଦୀ ପାର ହେଲେ ଆମ ଗାଁ ପଳେଇ ଆସିବ। ଆମ ଗାଁ ପାହାଡ ଦେଖାଯାଉଛି, ଏଠି ଟାୱାର ବି ଦେଖାଯାଉଛି। ଘର ବାରିପଟେ ଯୋଉ ଟାୱାରଟା ଦେଖାଉନି, ଘର ପାଖରେ ଏଇଠି ଦେଖନ୍ତୁ, ଏଇଠି ଟାୱାର ଦେଖାଯାଉଛି। ଏଇଟା ଆମ ଘର ବାରିପଟେ। ଏଇଟା ମୁଁ ଦେଖୁଥିଲି, ସେଇ ଟାୱାରଟା ହଉଛି ଏଇଠି ଆମ ବାରିପଟେ ଏଇଟା ଅଛି। ଏଇ ଟାୱାରଟା ନଦୀ ସେପଟେ ଦେଖାଯାଉଛି। ମୁଁ ଆସିଥିଲି ଏପଟକୁ ମାମୁଁ ଘରକୁ, ଆଉ ପୁଣି ଯିବି ବ୍ରିଜ ଦେଇକି ଯିବି ଘରଠି। ଯିବା ଯୋଉ ଫାଇନାଲି ଯୋଉ ଜଙ୍ଗଲଟା ଦେଖୁଥିଲି, ସେଇ ଜଙ୍ଗଲରେ ବର୍ତ୍ତମାନ ମୁଁ ପହଞ୍ଚି ଯାଇଛି। ମାନେ ନଦୀ ସେପଟେ ଥିଲା, ଏପଟକୁ ପଳେଇ ଆସିଲି। ଏପଟଟା ହଉଛି ଆମ ଗାଁ, ସେପଟଟା ହଉଛି ମୋ ମାମୁଁ ଘର। ଆଉ ଏଇଟା ଯୋଉ ଫିଲ୍ଡଟା ଦେଖୁଛନ୍ତି, ଏଇଟା ଲଙ୍କା ଆମ୍ବ ଫିଲ୍ଡ ଅଛି। ତ ମୁଁ ଆସିକି ପଳେଇଲି, ବୋଉର ମୋର ଆସିଲୁ। ଦେଖ ଏଇଠି ଗାଡିଟା ଏଇଠି ଅଛି। ଆଉ ଦେଖ କେମିତି କାଜୁ ପୁରାପୁରି ହଳଦିଆ ହଳଦିଆ ଦେଖାଯାଉଛି। ଏଇ ଭିଡିଓଟା ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥିବ ଗୋଟେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ଥ୍ୟାଙ୍କ୍ସ ଫର ୱାଚିଂ ଦିସ୍ ଭିଡିଓ। ବାଏ ବାଏ।